ମୁଁ କରୁଣାସାଗର ବେହେରା ମୁଖ୍ୟମନ୍ତ୍ରୀ ଏବଂ ଅବବାହିକା ପରିଚାଳକ ଇନ୍ଦ୍ରାବତୀ କୋଲାବ ସେଚାଞ୍ଚଳ। ସାର୍ ଗତକାଲି ଯୋଉ ଭୂମିକମ୍ପରେ କିଛି ସାର୍ ସେମିତି କିଛି ଆମର କୌଣସି ଡ୍ୟାମ କି ଜଳଭଣ୍ଡାରରେ କୌଣସି କିଛି ଇନସିଡେଣ୍ଟ ହେଲା ବେଳେ କେହି ଫିଲ୍ କରିନାହାନ୍ତି। ଲୋକ ଫିଲ୍ କରିଛନ୍ତି କେତେଟା ଶବ୍ଦ ହେଇଛି, ଜଷ୍ଟ ଟିକେ ଝଟକା ଆମେ ଘରେ ଥିଲୁ ଯେତେବେଳେ ଜାଣିଲୁ ସିମୁଡାରେ ଅଳ୍ପ ଟିକେ ଝଟକା ହେଇଛି, କିନ୍ତୁ ଆମର ଡ୍ୟାମ ପ୍ରତି କି ଜଳଭଣ୍ଡାର ପ୍ରତି କୌଣସି ଅସୁବିଧା ହେଇନି। ତେଣୁ କାଲି ରାତିରେ ମଧ୍ୟ ଆମର ଷ୍ଟାଫ୍ ମାନେ କେତେଜଣ ଯାଇ ଡ୍ୟାମ ଦେଖିଛନ୍ତି। ମୋତେ ରାତି 11ଟା 12:30 ପରେ ଫୋନ୍ କରି ଜଣାଇଛନ୍ତି ସାର୍ କିଛି ସେମିତି ହେଇନି। ଆଜି ମଧ୍ୟ ଆମେ ମୁଁ ଆମ ଆଡ଼ିସନାଲ ଚିଫ୍ ଆସିଷ୍ଟାଣ୍ଟ ଚିଫ୍ ଆଡ଼ିସନାଲ ଚିଫ୍ ଏସି ସମସ୍ତେ ଯାଇ ଏଠୁ ସମୟ ଯାଇ ଦେଖିଛୁ, କୌଣସି ଜାଗାରେ କିଛି ହେଇନାହିଁ। ସେଇଟା ଯୋଉ ବର୍ତ୍ତମାନ ଗତକାଲି ହେଲା ଭୂମିକମ୍ପ, ତା ପୂର୍ବରୁ ସାର୍ କଣ ସାର୍ ଝଟକା କେବେ ହେଇଥିଲା କେବେ? ନାଇଁ କେବେ ହେଇନି, ଏଇଟା ଫାର୍ଷ୍ଟ ଟାଇମ୍ ହେଲି। ମାନେ ଯଦି ସେମିତି କିଛି ବଡ଼ ଧରଣ ଯଦି ହୁଏ ତା କଣ ହବ ସାର୍? ତା ପାଇଁ ଆମର ଡିଜାଇନ ସେ ଅନୁସାରେ କରାହେଇଛି, ସିଆଜମିକ ଲୋଡ କାଲକୁଲେସନ କରାହେଇଛି। ଡ୍ୟାମ ପ୍ରତି କୌଣସି ବିପଦ ଆସିବ ନାହିଁ। ଆଜି କୁଆଡେ ଭିଜିଟ୍ କରିଥିଲେ? ଆଜି କୋଲାବ ଡ୍ୟାମ ସାଇଡ୍ ପର୍ଟିକୁଲାର ଯାଇଥିଲୁ। ଆଉ ମୋର AWE JEI ତେଲେଙ୍ଗରେ ଯାଇଥିଲେ, ଏକ୍ଜୁନ ମାନେ ମୁରାନ ଇନ୍ଦ୍ରାବତୀ ପୋଡ଼ାକଡ଼ା ସେପଟେ ବୁଲିଥିଲେ। ଆଉ ଏସି ଆମର ଭାସ୍କେଲ ଯାଇଥିଲେ, ସମସ୍ତେ ବୁଲିକିରି ରିପୋର୍ଟ କରିଛନ୍ତି ଏଠି ଓକେ, କିଛି ନାହିଁ। ଆପତ୍ତି କିଛି ତ ନାହିଁ, କିଛି ହବାର ନାହିଁ, ବିଚଳିତ ହବାର ନାହିଁ।